ଆମକୁ ସବୁବେଳେ ସବୁ ସମୟରେ ମନକୁ ଟିକେ ରିଫ୍ରେଶମେଣ୍ଟ ଦରକାର, ଯେଉଁଟାକି ଆମେ ସଦାବେଳେ ଆମେ ଏକାନ୍ତ ଜାଗା ଆମେ ବାଛି ନେଉ ପ୍ରାୟ। ଯେଉଁଟାକି ସବୁଠୁ ଭଲ ଜାଗାଟା ହେଲା ଆପଣ ଠାକୁରଙ୍କ ସାମ୍ନାରେ ଯାଇକି ଆପଣ ବସି ପ୍ରେୟାର କରନ୍ତୁ, ନହେଲେ ଠାକୁର ଆଗରେ ଯାଇକି ବସି କିଛି ନାହିଁ ବସନ୍ତୁ ଖାଲି ସେମିତି। ନହେଲେ ସବୁଠୁ ବଢ଼ିଆ ହେଲା ଆକ୍ୱାରିୟମ୍ ଫ୍ରଣ୍ଟରେ ବସିବେ, ଦେଖନ୍ତୁ ଆପଣଙ୍କ ମାଇଣ୍ଡ ଯାକ ବହୁତ ରିଫ୍ରେଶ୍ ଲାଗିବ ଆଉ ବହୁତ ବି ମନ ବି ବହୁତ ଶାନ୍ତ ବି ଲାଗିବ। ଆମେ ତ ମାନେ ଆମର ବ୍ୟସ୍ତବହୁଳ ଜୀବନରେ ଆମେ ନିଜ ପାଇଁ ସମୟ କାଢ଼ିବା ତ ବହୁତ କଷ୍ଟକର ହେଇଯାଏ, ଆଉ ନିଜ ପାଇଁ ଭାବିବାଟା ବି ବହୁତ କଷ୍ଟକର। ତା ଭିତରେ ବି ମାନେ କେତେବେଳେ ଟିକେ ବସିକି ଯେତେବେଳେ ମୋ ଦେଖୁଛନ୍ତି, ଯେମିତି ମୋ ଆକ୍ୱାରିୟମ୍ ଭିତରେ ଗୌତମ ବୁଦ୍ଧ ଅଛନ୍ତି, ସିଏ ଏମିତି ଧ୍ୟାନରେ ବସିଛନ୍ତି, ସେଭଳି ଧ୍ୟାନରେ ବି ବସିବାଟା ବି ନିହାତି ଆବଶ୍ୟକ। ଆଉ ମାଛମାନେ ଯେମିତି ଯେମିତି କାହା ସହିତ କିଛି ନ କରି ସେମାନେ ଯେମିତି ପହଁରୁଛନ୍ତି, ମୁଁ ସଦାବେଳେ ମୋ ଆକ୍ୱାରିୟମ୍ ଫ୍ରଣ୍ଟରେ ବସି ମୁଁ ଦେଖେ, ମାଛମାନଙ୍କୁ ଦେଖେ କି କେଉଁ ଭଳିଆ ଅଛନ୍ତି କ'ଣ ନାହିଁ, ତାକୁ ଖାଇବାକୁ ଦିଏ। ଆଉ ସେଇଟା ମୋର ଗୋଟେ ସମୟ କଟିଯାଏ। ମଝିରେ ମଝିରେ ମୁଁ ଯେତେବେଳେ ମୋତେ ଭଲ ଲାଗେନି, ମୁଁ ଆକ୍ୱାରିୟମ୍ ଫ୍ରଣ୍ଟରେ ବସିକି ଦେଖେ। ମୋ ଚ୍ୟାନେଲ୍ ନା ଯେମିତି ଗୋଟେ ଖୁସି, ମୁଁ ସଦାବେଳେ କିଛି ନା କିଛି କରିବା ପାଇଁ ମୁଁ ସଦାବେଳେ ମୁଁ ଚେଷ୍ଟା କରିଥାଏ। ଯେଉଁଟାକି ଆଜି ମୋତେ ଇଚ୍ଛା ହେଲା ଟିକେ ନାହିଁ, ମୁଁ ମୋ ଆକ୍ୱାରିୟମ୍ ଆଗରେ ବସି ମୁଁ ଯଦି ମୋ ମାଇଣ୍ଡ ରିଫ୍ରେଶ୍ କରେ, ନାହିଁ ଏଇଟା ବି ଗୋଟେ ଭିଡ଼ିଓ କରିକି ଛାଡ଼ିବି ବୋଲି। ଯେଉଁଟାକି ଆପଣଙ୍କୁ ଯଦି ଭଲ ଲାଗିଲା, ଆପଣ ବି ଏଇଭଳିଆ ଗୋଟେ ଆକ୍ୱାରିୟମ୍ ରଖି ତା'ର ଦାୟିତ୍ୱ ନେଇ ମାଇଣ୍ଡ ରିଫ୍ରେଶ୍ ବି କରିପାରିବେ। ଲୋକ ତ ବହୁତ କିଛି କରୁଛନ୍ତି, କିଛି ମାନେ ନ ଭଲ ଲାଗିଲେ କୌଣସି ଜାଗାକୁ ଯାଇକି ବୁଲାବୁଲି କରନ୍ତି। ଯଦି ଆପଣ କୌଣସି ଜାଗାକୁ ଯଦି ନ ଯାଇପାରିଲେ, ଆପଣ ଏଇଭଳିଆ ବି କଲେ ଆପଣଙ୍କୁ ଭଲ ଲାଗିବ। ଆପଣ ଚେଷ୍ଟା କରନ୍ତୁ। ଆଉ ମୋ ଚ୍ୟାନେଲ୍ ନା ଯେମିତି ଗୋଟେ ଖୁସି, ଆପଣଙ୍କୁ ଏଇ ଯେଉଁ ଜିନିଷଟା ମୁଁ ଚେଷ୍ଟା କରିକି ଯେଉଁ ଭିଡ଼ିଓ କଲି ଭଲ ଲାଗିଲା, ଟିକେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଆଉ ଟିକେ ଅଧିକା ଟିକେ ଯଦି ମାଇଣ୍ଡଟା ଯଦି ରିଫ୍ରେଶ୍ ଲାଗିବ, ନା ଆପଣ ଏଇ ଜିନିଷଟା କଲେ ଆପଣଙ୍କୁ ଭଲ ଲାଗିବ, ତାହେଲେ ଟିକେ କମେଣ୍ଟ ଦେଲେ ବହୁତ ଭଲ ହୁଅନ୍ତା।